ସାଦର ପ୍ରଣାମ। ଏକ ସୁନ୍ଦର କାହାଣୀ ଦ୍ୱାରା ଉପସ୍ଥାପନା ମୃତ୍ୟୁ ପରର ଦାନ। ନିବେଦନ କରିବି ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖିବେ। ଗୋଟିଏ ଗାଁରେ ଜଣେ ଜମିଦାର ରହୁଥିଲେ। ସେ ଅଞ୍ଚଳରେ ସବୁଠାରୁ ଧନୀ ବ୍ୟକ୍ତି ଭାବରେ ସେ ଜଣାଶୁଣା ଥିଲେ। ଅମାପ ସମ୍ପତ୍ତି ଥାଇ ମଧ୍ୟ ତାଙ୍କର କେହି ଉତ୍ତରାଧିକାରୀ ନଥିଲେ। ଜମିଦାର ବଡ଼ କୃପଣ ଥିଲେ। କାହାରିକୁ କିଛି ବି ଦେଉନଥିଲେ। ଯଜ୍ଞ ଆଦି କାର୍ଯ୍ୟ ବେଳେ ଅଞ୍ଚଳବାସୀ କିଛି ମାଗିବା ପାଇଁ ଗଲେ ଜମିଦାର କହୁଥିଲେ, ଏବେ ମୁଁ କିଛି ଦାନ କରିପାରିବି ନାହିଁ। ମୁଁ ମଲା ପରେ ମୋର ସବୁ ସମ୍ପତ୍ତି ସମାଜ କାର୍ଯ୍ୟରେ ଲାଗିବ। ଲୋକମାନେ ଜମିଦାର ପାଖରୁ ନିରାଶରେ ଫେରୁଥିଲେ ଏବଂ ଜମିଦାରଙ୍କୁ ଲୋକମାନେ ନିନ୍ଦା କରୁଥିଲେ। ଜମିଦାରଙ୍କ ମୃତ୍ୟୁ ପରେ ସବୁ ସମ୍ପତ୍ତି ସମାଜର ହେବ ଜାଣିବି କେହି ତାଙ୍କୁ ଭଲ ପାଉନଥିଲେ। କାରଣ ଜୀବିତ ଅବସ୍ଥାରେ ସେ କୌଣସି ଦାନ କରୁନଥିଲେ। ଦିନେ ଜମିଦାର ରାସ୍ତାରେ ଯାଉଥିବା ବେଳେ ହଠାତ୍ ପ୍ରବଳ ବର୍ଷା ହେଲା। ବର୍ଷାରୁ ରକ୍ଷା ପାଇବା ନିମନ୍ତେ ଜମିଦାର ଏକ ବିଶାଳ ବଟବୃକ୍ଷ ମୂଳେ ଆଶ୍ରୟ ନେଲେ। ସେହି ଗଛ ମୂଳରେ ଗୋଟିଏ ଗାଈ ଓ ଗୋଟିଏ ଘୁଷୁରୀ ମଧ୍ୟ ଆଶ୍ରୟ ନେଇଥାନ୍ତି। ନିବେଦନ କରିବି, ଯଦି ମନ ପସନ୍ଦର ହୁଏ ଲାଇକ୍ଟି ନିଶ୍ଚିତ କରିବେ। ଆଶ୍ରୟ ନେଇଥିବା ଘୁଷୁରୀ ଗାଈକୁ ପଚାରିଲା, ଆଚ୍ଛା କହିଲ, ତୁମେ ଲୋକଙ୍କୁ କ୍ଷୀର ଦେଉଅଛ, ମୁଁ ଲୋକଙ୍କୁ ମାଂସ ଦେଉଅଛି। ଆଜିକାଲି ସମାଜରେ ମାଂସର ଚାହିଦା ଅଧିକ, ମାତ୍ର ଲୋକେ ମୋ ଠାରୁ ତୁମକୁ ଅଧିକ ଭଲ ପାଆନ୍ତି କାହିଁକି? ଘୁଷୁରୀର ପ୍ରଶ୍ନ ଶୁଣି ଗାଈ କହିଲା, ଆମେ ଉଭୟ ସମାଜର ଉପକାର କରୁଅଛୁ, ମାତ୍ର ମୁଁ ଜୀବିତ ଅବସ୍ଥାରେ ଲୋକଙ୍କୁ କ୍ଷୀର ପ୍ରଦାନ କରୁଥିବା ବେଳେ ତୁମେ ମଲା ପରେ ଯାଇ ମାଂସ ପ୍ରଦାନ କରୁଅଛ। ଏ ବିଶାଳ ବରଗଛକୁ ଦେଖ, ସେ ଆଜି ଜୀବିତ ଅବସ୍ଥାରେ ଛାଇ ପ୍ରଦାନ କରୁଥିବାରୁ ଆମେ ଆଶ୍ରୟ ନେଇଅଛୁ। ଜମିଦାର ଗାଈର କଥା ଶୁଣି ଜୀବିତ ଅବସ୍ଥାରେ ଦାନର ମହତ୍ତ୍ୱ ବୁଝିପାରିଲେ। ତାଙ୍କ ମନରେ ଏକ ବିରାଟ ପରିବର୍ତ୍ତନ ଆସିଲା। ସେ ଏବେଠାରୁ ଦାନ କରିବା ପାଇଁ ମନରେ ଦୃଢ଼ ସଂକଳ୍ପ ନେଲେ। ଜମିଦାରଙ୍କ ମନ ବଦଳିଗଲା। ଦୁଃଖୀ ରଙ୍କୀ ତଥା ବିଭିନ୍ନ କାର୍ଯ୍ୟକୁ ଜମିଦାର ଦାନ କରିବାରେ ଲାଗିଲେ। ଲୋକେ ଜମିଦାରଙ୍କୁ ଧନ୍ୟ ଧନ୍ୟ କଲେ। ତାଙ୍କର ସମ୍ପତ୍ତି ଆହୁରି ବଢ଼ିବାରେ ଲାଗିଲା ଏବଂ ଲୋକଙ୍କୁ ଦାନ କରି ଅପରକୁ ଦାନ କରି ସିଏ ଅତ୍ୟନ୍ତ ଖୁସି ହେଲେ।